ହେମନ୍ତ କହିବେ ତାଙ୍କ ଗୁଣ୍ଡାକୁ, ଆରେ ସନ୍ତୋଷ, ଏଇ IPS ସାର୍ଙ୍କ ବଗିଚାରେ ଏଇ ଚଢ଼େଇଟା କିଏ? ତାପରେ ନୀଲମ ସଞ୍ଜୀବକୁ କହିବେ, ହାଏ, ଆଇ ଏମ୍ ସରି, ମୁଁ ବିଜି ଅଛି, ମୁଁ ତୁମ ସହିତ ଦେଖା ହେବାକୁ ଚାହୁଁନି, ଏସବୁ କଥା ଚଲିବନି ଆଜି। ତାପରେ ସଞ୍ଜୀବ କିଛି ଉତ୍ତର ନ ଦେଇ ଚାଲି ଯାଉଥିବେ। ତାପରେ ନୀଲମ ସଞ୍ଜୀବକୁ କହିବେ, ସଞ୍ଜୀବ, କ'ଣ ହେଲା? କୁଆଡ଼େ ଯିବାକୁ ବାହାରିଛ? ତମେ ନିଜେ କାଲି ଫୋନରେ ଆମ ଫ୍ରେଣ୍ଡସିପ୍ ପାଇଁ ରାଜି ହେଲ, ଆଉ ଆଜି ଏତେ ଏଟିଟ୍ୟୁଡ୍ କ'ଣ ପାଇଁ? ଚାଲ କଫି ପିଇବା ପାଇଁ ଯିବା। ତାପରେ ହେମନ୍ତ ସନ୍ତୋଷକୁ କହିବେ, ଆରେ ଫଟୋ ଉଠା, ଏଭଳିଆ ସୁନ୍ଦର ମୁହୂର୍ତ୍ତ ହୁଏତ ଜୀବନରେ ଆଉ ଥରେ ନ ମିଳିପାରେ, ଉଠା ଉଠା। ତାପରେ ସନ୍ତୋଷ ଫଟୋ ଉଠାଇବେ। ତାପରେ ନୀଲମ ସଞ୍ଜୀବକୁ କହିବେ, IPS ସାର୍, ମୁଁ ଆପଣଙ୍କୁ କହୁଛି, କାନ ତ ଠିକ୍ ଥିବ, ମୋ କଥା ଶୁଣା ଯାଉଥିବ ନିଶ୍ଚୟ, ପ୍ଲସ୍ ପାଟି ବି ତ ଠିକ୍ ଥିବ, ତାହେଲେ ମୋ କଥାର ରିପ୍ଲାଏ କାହିଁ କରୁନାହାନ୍ତି? ତାପରେ ସଞ୍ଜୀବ ରୁବି ବ୍ଲାକମେଲ୍ କରିଥିବା କଥା ଭାବିବେ ଆଉ ନୀଲମକୁ କହିବେ, ଚାଲିଯାଅ ନୀଲମ, ମୁଁ ତମ ସହିତ କଫି ପିଇବାକୁ ଯାଇପାରିବିନି, ଏମିତିକି ତମ ସହିତ କୌଣସି ଫ୍ରେଣ୍ଡସିପ୍ ମୋର ଦରକାର ନାହିଁ। ରାତି ଅଧରେ ମଦ ପିଇ ଓଏସ୍ ପୁଅମାନଙ୍କ ସହିତ ମାତାଲ ହୋଇଥିବା ଧନୀ ଘରର ଝିଅ ସହିତ ମୁଁ କୌଣସି ସମ୍ପର୍କ ରଖିବି, ଏକଥା ତମେ ଭାବିପାରିଲ କେମିତି? ତମ ଭଳି ଝିଅ ମୋର ଆଦୌ ପସନ୍ଦ ନୁହେଁ। ଯାଅ, ଛିଡ଼ା ହେଇ ରହିଲ କାହିଁକି? ମୁଁ ତୁମକୁ ହାତ ଯୋଡୁଛି, ମୋ ପିଛା ଛାଡ଼ି ଦିଅ, ଯାଅ। ତାପରେ ନୀଲମ କାନ୍ଦିବେ ଆଉ କାନ୍ଦି କାନ୍ଦି ଚାଲିଯିବେ। ତାପରେ ହେମନ୍ତ ସନ୍ତୋଷକୁ କହିବେ, କ'ଣ ସନ୍ତୋଷ, ସେ ଟୋକି ସାଙ୍ଗରେ IPS ସାର୍ଙ୍କ ସମ୍ପର୍କ କ'ଣ? କିଏ ଟୋକି? ତାପରେ ସନ୍ତୋଷ କହିବ, ସାର୍, ଇଏ ଆପଣଙ୍କର ବହୁତ ଚିହ୍ନା ଜଣା, ୟା ନାଁ ହେଉଛି ନୀଲମ, ରୁବିର ଝିଅ ଇଏ। ତାପରେ ଆନନ୍ଦ, ବିନୋଦ ଆଉ ଗୌରବ ଘରକୁ ଆସିବେ। ତାପରେ ଆନନ୍ଦ କହିବେ, ଆରେ ଭାଇ, ବାଜା ବଜାଅ, ଡ୍ୟାନ୍ସ କର, ମିଠା ବାଣ୍ଟ, ଆଜି ପୁରା ଖୁସିର ଦିନ। ତାପରେ ମାୟା ଆନନ୍ଦକୁ କହିବେ, ଆନନ୍ଦ, ତମେ ଦି ଭାଇ ତ ଆସିଲ, ହେଲେ ଆଦର୍ଶ କୁଆଡ଼େ ଗଲା? ତାପରେ ବିନୋଦ କହିବେ, ଆଦର୍ଶ, ସେ ତ ପଲ୍ଲବୀକୁ ଦେଖା କରିବାକୁ ଚାଲିଗଲା। ତାପରେ ମାୟା କହିବେ, କିନ୍ତୁ ତମେ ତ କହୁଥିଲ ତମେ ସମସ୍ତେ ଏକାଠି ମିଶିକି ଆସୁଛ। ତାପରେ ଆନନ୍ଦ କହିବେ, ହଁ, କିନ୍ତୁ ମୋ କହିବାର ମାନେ ହେଲା, ମୁଁ, ଗୌରବ ଆଉ ବିନୋଦ ଆମେ ଯାଉଛୁ। ଆଦର୍ଶ ତ ଏ ଖୁସି ଖବର ପଲ୍ଲବୀକୁ ଦେବା ପାଇଁ ଚାହୁଁଥିଲା, ସେଇଥିପାଇଁ ସେ ଚାଲିଗଲା। ତାପରେ ଗୌରବ କହିବେ, ଏକ୍ଚୁଆଲି ଆଦର୍ଶ ଆଉ ମୁଁ ଏକା ସାଙ୍ଗରେ ମିଶିକି ପଲ୍ଲବୀଙ୍କ ପାଇଁ ଫ୍ରୁଟ୍ସ ଆଉ ବାଦାମ ସେକ୍ କିଣିଲୁ। ସକାଳୁ କିଛି ପଲ୍ଲବୀ ଖାଇ ନଥିଲେ ନା, ତ ସେଇଥିପାଇଁ ଆଦର୍ଶ ସବୁ ନେଇକି ପଲ୍ଲବୀଙ୍କ ପାଖକୁ ଯାଇଛନ୍ତି। ତାପରେ ମମତା କହିବେ, ଯାହା ହଉ, ବହୁତ ଭଲ ହେଲା, ବିଚାରୀ ଭୋକରେ ଘରୁ ଯାଇଥିଲା। ତାପରେ ବିନୋଦ ମମତାକୁ କହିବେ, ମମତା, ଯାଅ, ଭାଇଙ୍କ ପାଇଁ ଆଉ ମୋ ପାଇଁ 2 କପ୍ କଫି ତ ଆଣ। ତାପରେ ମମତା କହିବେ, ଠିକ୍ ଅଛି। ଏମିତି କହି ମମତା ଚାଲିଯିବେ। ତାପରେ ରୁବି ମାୟାକୁ କହିବେ, ଏ କି କଥା ହେଲା ମାୟା? ଲୋକେ ତ ଖୁସି ଖବର ପ୍ରଥମେ ମାଙ୍କୁ ଜଣାନ୍ତି, କିନ୍ତୁ ଆଦର୍ଶ କେତେ ଖୁସିରେ ତୁ ତା ପାଇଁ ଆସିବା ବାଟକୁ ଚାହିଁ ବସିଥିଲୁ, ଖାସ୍ ତାରି ପାଇଁ ମୋତେ ସୁଜିର ହାଲୱା ତିଆରି କରିବା ପାଇଁ କହିଲୁ। ତାପରେ ଆଦର୍ଶ ଆସିବେ ଆଉ କହିବେ, ଏମିତିରେ ବି ମୁଁ ସୁଜି ହାଲୱା ଖାଏନି, ଏ କଥା ତମେ ଭାବିପାରିଲ କେମିତି ରୁବି ମାଉସୀ? ମା, ତମେ ବେକାରଟାରେ ମୋ ପାଇଁ ତିଆରି କଲ, ମୁଁ ବିଲକୁଲ ବି ଖାଇବିନି। ତାପରେ ରୁବି କହିବେ, କ'ଣ କହିଲୁ? ତୋ ମା ତୋ ପାଇଁ ମୋତେ କହି ସୁଜି ହାଲୱା ତିଆରି କରିଛି, ଏତେ ସ୍ନେହରେ ତୁ ଖାଇବୁନି ବୋଲି କହୁଛୁ? ତାପରେ ଆଦର୍ଶ କହିବେ, ହଁ, ମୁଁ ତ ଆରମ୍ଭରୁ କହିସାରିଛି, ପଲ୍ଲବୀଙ୍କ ସହିତ ମୁଁ ବି ବ୍ରତ ରଖିବି, ତେଣୁ ପଲ୍ଲବୀଙ୍କ ପାଇଁ ଯାହା ଯାହା ରୁଲ୍ସ, ସେସବୁ ରୁଲ୍ସ ମୋ ପାଇଁ ବି ଲାଗୁ। ତାମାନେ ଆମେ 2 ଜଣ ଦିନରେ ଗୋଟେ ବକ୍ତ ହିଁ ଖାଇବୁ। ଏଣ୍ଡ ଆଜି ପାଇଁ ଆମ 2 ଜଣଙ୍କ ଖାଇବା ହେଇସାରିଛି ରୁବି ମାଉସୀ।